ରଙ୍ଗମରା ସରକାର ନାଁ ବଦଳେଇବା ସରକାର ଆପଣ କଣ ବିରୋଧୀ ବିରୋଧୀ କହୁଛନ୍ତି ଏ ସରକାର ରଙ୍ଗ ବଦଳଉଛି ନାଁ ବଦଳଉଛି। ଏବେ କ୍ୟାପିଟାଲ ହସ୍ପିଟାଲ ରଙ୍ଗ ବଦଳେଇବାର ପ୍ରୋଗ୍ରାମ ରହିଛି କହୁଛନ୍ତି। ରଙ୍ଗ କି ବଦଳେଇଥିଲା ପ୍ରକୃତ ରଙ୍ଗ ଆସିବା ପାଇଁ ଯୋଉମାନେ 12 ମାସରେ 12 ପ୍ରକାର ରଙ୍ଗ ବଦଳାନ୍ତି ସେମାନେ ହଉଛନ୍ତି ବିଗତ ସରକାର। କିଏ ରଙ୍ଗ ପରିବର୍ତ୍ତନ କରିଥିଲା, କିଏ ସ୍କୁଲର ରଙ୍ଗ ପରିବର୍ତ୍ତନ କରିଥିଲା, କିଏ ହସ୍ପିଟାଲର ରଙ୍ଗ ପରିବର୍ତ୍ତନ କରିଥିଲା। ଯୋଉମାନେ ରଙ୍ଗ ପରିବର୍ତ୍ତନ କରିଥିଲେ ପ୍ରକୃତ ରଙ୍ଗ ଆସିବା ପାଇଁ ତାଙ୍କୁ ଏତେ ଭୟ କାହିଁ ଲାଗୁଛି? ଆମର ସବୁର ଗୋଟେ କୋଡ ଅଛି। ତେଣୁ ହସ୍ପିଟାଲକୁ ସବୁଜ ରଙ୍ଗ କରିବା କୋଉ ସରକାରର ଦାୟିତ୍ୱ ଥିଲା? କାହିଁକି ସେମାନେ ସବୁଜ ରଙ୍ଗ କରିଥିଲେ? ତେଣୁ ଯୋଉମାନେ ରଙ୍ଗ ବଦଳେଇଥିଲେ ଆଜି ସମୟ ଆସିଛି ପ୍ରକୃତ ରଙ୍ଗରେ ରଙ୍ଗୀନ କରିବା। এই সরকার ଆମର ଥିଲା ସୁଭଦ୍ରା ପଦଯାତ୍ରା ସୁଲୋଚନା ମ୍ୟାଡାମ କହିଛନ୍ତି ଯେ ଆପଣ 5000 ମହିଳା ସଶକ୍ତ କେମିତି ହେବେ? ଦେଖନ୍ତୁ, ସୁଭଦ୍ରା ସ୍ୱାଧୀନତା ପରେ ଓଡ଼ିଶାର ଏକ ସର୍ବଶ୍ରେଷ୍ଠ ଯୋଜନା ମହିଳାମାନଙ୍କ ପାଇଁ ପ୍ରଥମ ଥର ପାଇଁ 1 କୋଟି ମହିଳାଙ୍କୁ ଉପକୃତ କରିବା ପାଇଁ ଏ ଯୋଜନା ପାଖାପାଖି 1 କୋଟି ଲୋକ ସେ ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ। ଏବଂ ଏ କଥାକୁ ନେଇ ନିଜେ ଯଦି ଡବଲ ଷ୍ଟାଣ୍ଡାର୍ଡ ରଖିବେ, ମୁଁ ସେ ରାଲିରେ ଯାଉଥିବି ବା ସେ ପରିକ୍ରମା ବୁଲୁଥିବି ତା ସପକ୍ଷରେ ସାଇଡରେ ଆସିକି ତା ବିରୁଦ୍ଧରେ ମନ୍ତବ୍ୟ ଦଉଥିବି, ଏ କଥା ମତେ କାହିଁକି ଠିକ ଲାଗେ ନାହିଁ। ଏବଂ ଏ ଯୋଜନା କେବଳ ଏକ ଯୋଜନା ନୁହେଁ, ଏ ଏକ ପାହାଚ ମା ମାନଙ୍କୁ ଆଗକୁ ନେବା ପାଇଁ। ମା ମାନେ କେବଳ ବିଛଣାରେ ବସିଲେ ସେ କଥା ହବ ନାହିଁ। ବିଗତ ସରକାର କେବଳ ସ୍ୱପ୍ନ ଦେଖାଉଥିଲା, ଏ ସରକାର ସ୍ୱପ୍ନ ବି ଦେଖାଇ ଜାଣିଛି, ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ମଧ୍ୟ ଶିଖିଛି। ଏବଂ ସେ କଥାକୁ ନେଇକି ଆମେ ଯାହା ଘୋଷଣା କରିଛୁ, ପ୍ରଥମ ଦିନ ସରକାର ଆସିବାର ପ୍ରଥମ ଦିନ ଘୋଷଣା ଥିଲା ସୁଭଦ୍ରା ଯୋଜନାରେ ମା ମାନେ ଉପକୃତ ହେବେ। ଏବଂ ଯୋଉମାନେ ଭାବୁଛନ୍ତି ଅର୍ଥ ପ୍ରତିବନ୍ଧକ ହବ, ଯୋଉମାନେ ତଳୁ ଉଠିଛନ୍ତି, ମତେ ଲାଗୁଛି କୌଣସି ମତେ ଯାହାର ଇଚ୍ଛା ଶକ୍ତି ଅଛି, ଯାହା ମନ ଭିତରେ ଦୃଢ଼ତା ଅଛି, ଯାହାର ପ୍ରତିଶ୍ରୁତିବଦ୍ଧତା ଅଛି, ଆଦୌ ତାଙ୍କୁ ଅର୍ଥ ପ୍ରତିବନ୍ଧକ ସାଜି ନାହିଁ। ଆପଣମାନେ ଦେଖନ୍ତୁ, ଯୋଉମାନେ ଭାରତ ବର୍ଷର ସର୍ବଶ୍ରେଷ୍ଠ ଧନୀ ହେଇଛନ୍ତି କେହି କୋଟିପତିରୁ ଏତେ ବାଟ ଯାଇନାହିଁ। ତେଣୁ ଚେଷ୍ଟା କଲେ ନିଶ୍ଚିତ ଭାବେ ମଣିଷ ସିଡ଼ି ଚଢ଼ିବା ଶିଖେ ଏବଂ ଗରିବରୁ ଧନୀ ହେଇଥାଏ। କେହି ଯଦି ଭାବୁଛନ୍ତି ଏ କେବଳ ଏକ ଘୋଷଣା, ସେ ସେଥିରୁ କ୍ଷାନ୍ତ ରୁହନ୍ତୁ। ଆମେ ଭାବୁଛୁ ଗୋଟିଏ ରାଜ୍ୟର 1 କୋଟି ମହିଳା ଯେତେବେଳେ ସେ ଘୋଷଣାରେ ବା ସେ ଯୋଜନାରେ ଅନ୍ତର୍ଭୁକ୍ତ ହେଲେଣି, ମତେ ତ ଲାଗୁଛି ମା ମାନଙ୍କର ଇଣ୍ଟରେଷ୍ଟ ବହୁତ ଅଛି, ମା ମାନେ ଆଗକୁ ମଧ୍ୟ ଯିବେ। ଯଦି ମେୟର ମହୋଦୟ ଯାଇପାରୁନାହାନ୍ତି ମୋ ପାଖକୁ ଆସନ୍ତୁ, ମୁଁ ତାଙ୍କୁ କହିଦେବି 5000 ଟଙ୍କାରେ କିଭଳି ଯୋଜନା କରିହେବ, କିଭଳି ଆଗକୁ ଯିବା ଯାଇହବ, ସେ କଥା ମଧ୍ୟ ମୁଁ ତାଙ୍କୁ ଶିଖେଇବି। ସୁଲୋଚନା ମ୍ୟାଡାମ ବି କହୁଛନ୍ତି ଯେ 15 ଲକ୍ଷରୁ ଅଧିକ ଆମେ ବିନା ସୁଧରେ ଦଉଥିଲୁ ମା ମାନଙ୍କୁ। ତ ବିଜେପି କଣ କରୁଛନ୍ତି? ଦେଖନ୍ତୁ, ଆପଣ ମାନେ ଯୋଉ କଥା କହିଛି, ଗୋଟେ ସରକାର 24 ବର୍ଷ, ଗୋଟେ ମଣିଷର ବୟସ ପାଖାପାଖି 60 କି 70 ବର୍ଷ, ତାର 1/3 ବୟସ ସେ ସରକାର ନେଲା। କେତେ ଜଣ ମହିଳାଙ୍କୁ ସଶକ୍ତିକରଣ କରିଛନ୍ତି? କେତେ ଜଣ ମହିଳା ଧନୀ ହେଇଛନ୍ତି? କେତେ ଜଣ ମହିଳା ଆଜି ବିଜନେସ୍ କରୁଛନ୍ତି? କେବଳ ସ୍ୱପ୍ନ ଦେଖେଇ ଜାଣୁଥିଲେ ସେ ସରକାର। ଆଜି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ଏ ସରକାର ବା ଆପଣମାନଙ୍କର ସରକାର, ସାଧାରଣ ଲୋକଙ୍କ ସରକାର ସଂକଳ୍ପିବଦ୍ଧ ହେଇଛନ୍ତି। ଏବଂ ଆସୁ ଆସୁ ସରକାରର ପ୍ରଥମ ଦିନର ନିଷ୍ପତ୍ତି ମା ମାନଙ୍କର ଡେଭଲପମେଣ୍ଟ ବା ମା ମାନେ ଆଗକୁ କିଭଳି ଭାବେ ଯିବେ। ତେଣୁ ସୁଭଦ୍ରା ଯୋଜନା କେବଳ ଏକ ଯୋଜନା ନୁହେଁ। ଯଦି ମେୟର ମହୋଦୟଙ୍କର କୋଉଥିରେ ସନ୍ଦେହ ଥାଏ ତାହେଲେ ମୋ ପାଖକୁ ଆସି ଯାଇପାରିବେ। ମୁଁ କିଭଳି ଭାବେ ମା ମାନେ ଆଗକୁ ଯିବେ, ସରକାରଙ୍କର ଅଭିପ୍ରାୟ, ସରକାରଙ୍କର ଅନୁଚିନ୍ତା, ସରକାରଙ୍କ ଆଗକୁ ବଢ଼ିବା ପାଇଁ, ମାଙ୍କୁ ଆଗକୁ ନେବା ପାଇଁ ଯେଉଁ ଯୋଜନା, ସେ ଯୋଜନାରେ ମଧ୍ୟ ମୁଁ ମେୟର ମହୋଦୟଙ୍କୁ ମଧ୍ୟ ସେ ଯୋଜନାରେ ଅନ୍ତର୍ଭୁକ୍ତ କରିଛି।